କ୍ଷୁଦ୍ରଗଳ୍ପ ଗାମୁଛା। ସକାଳ ହୋଇସାରିଥିଲା, କିନ୍ତୁ ବହଳ କୁହୁଡ଼ି ମଧ୍ୟରେ ଅବରୁଦ୍ଧ ସୂର୍ଯ୍ୟଙ୍କ ଅସ୍ତିତ୍ୱ ଆଭାସୀ ହୋଇଥିବାରୁ ମାଛି ଅନ୍ଧାର ଛାଇ ଯାଇଥିଲା ଷ୍ଟେସନ ପ୍ଲାଟଫର୍ମରେ। ନିହାତି ପାଖାପାଖି ନହେଲେ ଜଣକ ମୁହଁ ଅନ୍ୟ ଜଣକୁ ଚିହ୍ନା ପଡ଼ିବାର ସମ୍ଭାବନା ନଥିଲା। 1 ନମ୍ବର ଓ 2 ନମ୍ବର ପ୍ଲାଟଫର୍ମ ମଧ୍ୟରେ 2 ହଳ ରେଳ ଲାଇନ୍ ଲମ୍ବି ଯାଇଛି ସମାନ୍ତର ହୋଇ। ସତେ ଯେମିତି 2 ହଳ ଜୀବନରେଖା 2 ଭିନ୍ନ ଆଦର୍ଶ ବିଶିଷ୍ଟ ବ୍ୟକ୍ତିତ୍ୱର। କଲିକତା ହାଇକୋର୍ଟରେ ଚପରାସି କାମ କରୁଥିବା ମଦନ ହାୱଡ଼ା ପୁରୀ ପାସେଞ୍ଜରରୁ ଓହ୍ଲାଇଲା ସେଇ ଷ୍ଟେସନରେ। ନିଜଠାରୁ ଅଧିକ ଭାରି ତା ଗଣ୍ଠିଲି। ବରଷକେ 2 ଥର ଆସେ ଘରକୁ, ଥରେ ଜଗଦ୍ଧାତ୍ରୀ ପୂଜା ଛୁଟିରେ, ଆଉ ଥରେ ଏଇ ମାଘ ଶ୍ରୀପଞ୍ଚମୀରେ। କାଁ ଭାଁ ଘରେ କାହାରି ଦେହପା ଖରାପ ହେଲେ ବା କାହାର ଦରକାର ପଡ଼ିଲେ ମା ଅସୁସ୍ଥ ବୋଲି ମିଛ ଟେଲିଗ୍ରାମ ଯାଏ ଘରୁ, ନହେଲେ ଅଫିସରୁ ଛୁଟି ମିଳିବନି। ବଡ଼ ବଡ଼ ଅଫିସର ହାକିମ ସିନା ଯେତେବେଳେ ଇଚ୍ଛା ଆଳ ଦେଖାଇ ଛୁଟି ନେଇପାରନ୍ତି, ହେଲେ ପିଅନ ଚପରାସିଙ୍କୁ କ'ଣ ସେ ସୁବିଧା ମିଳେ? ମଦନ ବେଳେବେଳେ ଦୀର୍ଘଶ୍ୱାସ ଛାଡ଼େ ତା ବୁଢ଼ୀମା ଉଦ୍ଦେଶ୍ୟରେ। ମାଟି ଏଯାଏଁ ବଞ୍ଚିଛି ବୋଲି ସିନା ତା'ର ନାଁରେ ମିଛ ଟେଲିଗ୍ରାମ ପଠାଇ ଘର ଲୋକେ ତା ପାଇଁ ଛୁଟି ମଞ୍ଜୁର କରାଇ ପାରୁଛନ୍ତି। ଆଉ କେତେଦିନ ବଞ୍ଚିବ ବୁଢ଼ୀଟା? ଦରକାର ପଡ଼ିଲାରୁ ସିନା ତା ନାଁକୁ ବିକି ଭାଙ୍ଗି ଖାଉଛନ୍ତି, ହେଲେ ତା'ର ମନ ଜାଣି ଘରେ କେହି କ'ଣ କେବେ କିଛି ତା'ର ସେବା କରନ୍ତି ନା ଶାନ୍ତିରେ ଗଣ୍ଡେ ଖାଇବାକୁ ଦିଅନ୍ତି? ତା ଛାଇ ପଡ଼ିଲେ ତ ବୋହୂର ନାହିଁ ଡିଏଁ। ନାତିଟା ବି ତାକୁ କୁକୁର ମାଙ୍କଡ଼ ପରି ମଣେ। ବେଚାରୀ ସବୁ ସହି ପଡ଼ିଥାଏ। ବରଷକୁ 2 ଥର ମଦନର ବିଦେଶରୁ ଫେରିବା ବାଟକୁ ଚାହିଁ ବସିଥାଏ। ପୁଅକୁ ଦେଖିଦେଲେ ତା ଦେହରେ କେଉଁଠୁ ଯେ ଜୋର ଆସେ, ସାହିଟା ଯାକ ବୁଲି ଆସେ। କାହା ଘରୁ ବଡ଼ି 2ଟା, କାହା ବାଡ଼ିରୁ କେରାଏ କଳମ ଶାଗ, ତ କାହା ଘର ପୋଖରୀ ଧରା ଯାଉଥିଲେ ପୁଅ ପାଇଁ ମୁଠେ ଚୁନା ମାଛ ଧରି ଖୁସିରେ ବାଡ଼ି ଠୁକୁ ଠୁକୁ କରି ସକାଳ ହେଲା ବେଳକୁ ଘରେ ପହଞ୍ଚି ଯାଇଥାଏ। କି ଦୁର୍ଲଭ ମାତୃସ୍ନେହ! ଘରୁ ବାହାରି କଲିକତାକୁ ଯିବା ଦିନ ମଦନ ନଇଁ ପଡ଼ି ତା ମା ପାଦ 2ଟାକୁ ଛୁଇଁବାକୁ ଗଲାବେଳେ, ହଉ ହଉ ଥାଉ, ପ୍ରଭୁ ଜଗନ୍ନାଥ ତତେ ଭଲରେ ଭଲରେ ଜାଗା ଧରାଇ ଦିଅନ୍ତୁ, ଦେହପାର ଯତ୍ନ ନେବୁ, ବେଳରେ ଖାଉଥିବୁ, ମା କାଳି ତୋତେ ସାହା ହୋଇଥାଉ, ଏତିକି କହିଦେଇ ପଣତ କାନିରେ ଓଦା ହୋଇ ଆସୁଥିବା ଆଖି 2ଟାକୁ ପୋଛି ଦେଇ ଅଧା ବାଟ ଯାଏଁ ପୁଅକୁ ବାଟେଇ ଦେଇ ଆସେ ବୁଢ଼ୀ। ମଦନର ଭାବନାରେ ମା ତା'ର ସାକ୍ଷାତ ଦେବୀ। 70 ପାରେଇଲାଣି, ହେଲେ ଦିନେ ଭୁଲରେ ବି ତା ମୁଣ୍ଡରୁ ଓଢ଼ଣା ଖସିନି। ମଦନର ସଂସାର ବୋଇଲେ ମା, ସ୍ତ୍ରୀ ଆଉ ଗୋଟିଏ ପୁଅ। ସୁଖୀ ସଂସାର, କିନ୍ତୁ ଦୁଃଖୀ ଜୀବନ। ପରିବାର ସହ ମାସେ 15 ଦିନ କଟାଇବାର ସୁଯୋଗ ତା ପାଖରେ ନାହିଁ। ଏପରିକି ଗାଁ ଲୋକେ ତାକୁ ସମସ୍ତେ ଚିହ୍ନନ୍ତି ନାହିଁ। ତଥାପି ତାର ଭାରି ଆଶା, ଗୋଟିଏ ବୋଲି ପୁଅ, ତାକୁ ହାକିମ କରିବ, ତାରି ପାଇଁ ଓଭର ଡ୍ୟୁଟି କରେ, ବାବୁ ବାବାଣୀଙ୍କ ଗୋଡ଼ ହାତ ଧରି ପୁଅ ପାଇଁ କିଛି ଅତିରିକ୍ତ ସହାୟତା ଲାଭ କରି ଘରକୁ ପଠାଏ। ଗୋଟିଏ ପୁଅ ବୋଲି ସବୁ ପ୍ରକାର ସ୍ୱାଧୀନତା ପାଇଛି ବାପ ମାଙ୍କ ଠାରୁ। ସବୁ କଥାରେ ଜିଦ୍ଦି, ଖାଇବା ପିଇବା ମୌଜ ମଜଲିସ୍ କୌଣସିଟିରେ ଉଣା ହୁଏନି ତାର। କିନ୍ତୁ ପାଠ ପଢ଼ା ଚାଲେ ତା ମର୍ଜିରେ। କେତେ ପ୍ରକାର ଯେ ପାଠ ପଢ଼ୁଛି, ତା କଥା ଶୁଣି ମା ତାର ଛାତି କୋଣ୍ଡେ ମୋଟ କରେ। ସାଇ ପଡ଼ିଶାଙ୍କ ଘରେ ପୁଅର ଗୁଣ କୀର୍ତ୍ତନ କରି କରି ବିରକ୍ତ କରାଏ ଯାହା ଲୋକମାନଙ୍କୁ। ମଦନ ଜୀବନ ତମାମ ଖଟି ଖଟି ଯାହା ସାଇତି ଥିଲା, ସେସବୁ ପୁଅର ଯାବତୀୟ ଖର୍ଚ୍ଚକୁ ନିଅଣ୍ଟ। ତଥାପି ସେ ପରିଶ୍ରମ କରିବାକୁ ଗୌରବ ମଣେ, କାରଣ ଗୋଟିଏ ବୋଲି ପୁଅ। ପୁଅର ଖୁସି ତ ପ୍ରକୃତରେ ତାର ଖୁସି। ଅଭାବ ଅସୁବିଧାରେ ପଡ଼ି ପୁଅଟା ମୁହଁ ଶୁଖାଇ ଦେବ ଯଦି, ଧିକ୍ ମୋ ବାପ ପଣିଆ, ମନକୁ ମନ ଧିକ୍କାର କରେ ନିଜକୁ ମଦନ। 2 ନମ୍ବର ପ୍ଲାଟଫର୍ମରେ ଓହ୍ଲାଇ କଷ୍ଟେ ମଷ୍ଟେ ମଦନ ଗଣ୍ଠିଲିଟିକୁ ମୁଣ୍ଡ ଉପରକୁ ଉଠାଇ ଫ୍ଲାଏଓଭର କରିଡର ଦେଇ ମୁହାଁଇଲା 1 ନମ୍ବର ପ୍ଲାଟଫର୍ମ ଆଡ଼କୁ। ଗହଳି ଭିତରେ ସହସା ଭେଟ ହୋଇଗଲା ଗାଁର ବାଲ୍ୟବନ୍ଧୁ କାଶୀନାଥ ସହିତ। ମଦନାଗିରେ, ପଚାରିଲା କାଶୀନାଥ। ଅଣ୍ଟାକୁ ଟିକେ ସଳଖି ମଦନ ଚିହ୍ନିଲା ବନ୍ଧୁକୁ। ପାଖକୁ ଆଉଜି ଯାଇ କହିଲା, ଢେର ଦିନ ପରେ ତୋତେ ଦେଖୁଛି ରେ, ଗାଁର ଖବର ସବୁ ଭଲ ତ?
ମୋ ମାଆର ଦେହ ପା ଭଲ ଅଛି ତା। କାଶୀନାଥ ଆଶ୍ଚର୍ଯ୍ୟ ହୋଇ କହିଲା, ତୋ ମା ବୁଢ଼ୀ ପରା ମାସେ ହେଲା ମଲାଣି, ପୁଣି ତୁ କାହା କଥା ପଚାରୁଛୁ? ମା ମରିଗଲାଣି? ମଦନର ପାଦ ତଳୁ ପୃଥିବୀଟା ଖସିଗଲା ପରି ଲାଗିଲା। କେତେ ସ୍ୱାର୍ଥପର ପାଲଟିଗଲେ ସମସ୍ତେ, ଏପରିକି ନିଜ ସ୍ତ୍ରୀ ଓ ପୁଅ ବି। ନିଜ ନିଜ ସ୍ୱାର୍ଥ ପାଇଁ କେତେଥର ତୁମ ମା ମୃତ୍ୟୁଶଯ୍ୟାରେ ବୋଲି ମିଛ ଟେଲିଗ୍ରାମ କରିନାହାନ୍ତି ଏମାନେ। ଅଥଚ ସତକୁ ସତ ମା ମୋର ମୃତ୍ୟୁଶଯ୍ୟାରେ ଥିଲାବେଳେ କେହି ଟିକେ ଜଣାଇଲେ ନାହିଁ। ଗଲାଥର ଘରକୁ ଆସିଥିଲା ବେଳେ ବୁଢ଼ୀର ଦେହ ଭଲ ନଥିଲା। ମଦନର ଚିନ୍ତା ବଢ଼ି ଯାଇଥିଲା। ପୁଅ ମନ କଥା ମା ଜାଣିବନି ତ ଆଉ କିଏ ଜାଣିବ? ଯନ୍ତ୍ରଣାରେ ବି ହସି ଦେଇ ବୁଢ଼ୀ କହିଥିଲା, ତ ଶୁଖିଲା ମୁହଁକୁ ଦେଖିବା ଠାରୁ ବେଶୀ ବାଧା ମୋ ଦେହର କଷ୍ଟ ନୁହେଁରେ। ତ ଖୁସି ମୋ ପାଇଁ ଛଡ଼ା ତୁଳସୀ, କୈବଲ୍ୟ ଅବଢ଼ା। ତୋରି ଖୁସିରେ ମୁଁ ଶାନ୍ତିରେ ମରିପାରିବି। ପାରିବୁ ତ ଜୀବ ବାହାରି ଯାଉଥିବା ବେଳେ ମୋ ତୁଣ୍ଡରେ ଟିକେ ମହାପ୍ରସାଦ ଦେବୁ। ସେତିକି କରିପାରିଲାନି ମଦନ। ପୁତ୍ର ହୋଇ ପୁତ ନାମକ ନର୍କରୁ ଉଦ୍ଧାର କରିପାରିଲାନି ମାଆକୁ। ମା ଲୋ, ମୋତେ ଛାଡ଼ି ଚାଲିଗଲୁ। କରିଡରକୁ ଧରି ଭୋ କିନା କାନ୍ଦି ଉଠିଲା ମଦନ। କାଶୀନାଥ ସମବେଦନା ଜଣାଇ କହିଲା, ମଦନ, ତୋ ମା ମରିଯାଇନି ବରଂ ତରି ଯାଇଛି। କେତେ ଦହଗଞ୍ଜ ନ ସହିଛି ହୀନକପାଳିଟା। ତୁ ଗଲା ପରେ ଘରେ ମା ପୁଅ ଦିଟା ବୁଢ଼ୀର ସିରି ଦେଖନ୍ତି ନାହିଁ। ମରିବା ଆଗରୁ 2 ମାସ ଖଣ୍ଡେ ଭାରି କଲବଲ ହେଇଛି ସେ, ଜାଣୁ। ଅରୁଚି ହେଉଛି ବୋଲି ମାଛ ଟିକେ ଖାଇବାକୁ ଭାରି ଆଶା କରୁଥିଲା। ମୁଁ ବି ଥରେ 2 ଥର ମାଛ ତରକାରୀ ବୁଢ଼ୀକୁ ଦେଇଛି। ହେଲେ ତ ସ୍ତ୍ରୀ ମୋତେ ଆକଟ କରି କହିଲା, ବୁଢ଼ୀ ଲୋଭରେ ଖାଇକିରି ଯେତେବେଳେ ହଗିବ ତା ଗୁହ ଆସିକି ତମେ କାଢ଼ିବ। ଦିନେ ବୁଢ଼ୀ ପୋଖରୀ ତୁଠକୁ ବୋଧେ ଘୁଷୁରି ଘୁଷୁରି ଯାଇଛି। କାର୍ତ୍ତିକ ମାସ ଠାରୁ ଦେଶୀ ମାଛ ଦେହରେ ବସନ୍ତ ଘା ହୁଏ। ମାଛ ସବୁ ତୁଠ ପାଖରେ ଭାସି ମୁଣ୍ଡ ହଲାନ୍ତି। ସେଇଥିରୁ ଲାଞ୍ଜ ଆଡ଼ୁ ଅଧା ସଢ଼ି ଯାଇଥିବା 2ଟା ଅଧା ମଲା ଗଡ଼ିଶା ମାଛକୁ ବୁଢ଼ୀ ଆଣି ପୋଡ଼ି ଖାଇବା ଲୋଭରେ ବୋଧେ ଲୁଗା କାନିରେ ବାନ୍ଧିଛି। କିନ୍ତୁ ଉଠିକି ଆସୁ ଆସୁ ଖସଡ଼ା ତୁଠରେ ପାଣିରେ ମୁହଁ ମାଡ଼ି ପଡ଼ିଯାଇଛି। ବେଚାରୀର ପ୍ରାଣ ସେଇଠି ଚାଲିଯାଇଛି। ହେଲେ ତୁ ଟିକେ ମୋତେ ଜଣାଇଲୁନି ଏ କଥା। ଏ ପ୍ରଶ୍ନର ଉତ୍ତରରେ କାଶୀନାଥ ଯାହା କହିଥାନ୍ତା ସେଥିରେ ହୁଏତ ମଦନର ଛାତି ଫାଟି ଯାଇଥାନ୍ତା। ସେ କ'ଣ କହିଥାନ୍ତା ଯେ ଉଭୟ ତା ସ୍ତ୍ରୀ ଓ ପୁଅ ଚାହାନ୍ତି ନାହିଁ ମଦନ ଘରକୁ ଆସି ଅକାରଣରେ ଗୁଡ଼ାଏ ଖର୍ଚ୍ଚପତ୍ର କରୁ ବୋଲି। ଲୋକ ଦେଖାଣିଆ ଟେଲିଗ୍ରାମ କରାଯାଇଛି, କିନ୍ତୁ ସବୁ ମିଛ। ବେଚାରୀ ମଦନ ଜୀବନ ତମାମ ଖଟି ଖଟି ନୟାନ୍ତ। ତାରି ମେହନତି ଯୋଗୁଁ ଘରେ ମା ପୁଅ 2 ଜଣ ଯେପରି ଅୟସ ଆରାମରେ ଅଛନ୍ତି, ସେପରି ଆରାମରେ ବଡ଼ ହାକିମ ଘରର ଲୋକ ବି ନଥିବେ। ସହରରେ ଫି ବରଷ ନୂଆ ନୂଆ ପାଠ କ'ଣ ସବୁ ପଢ଼ୁଛି ବୋଲି କହି ମୋଟା ଅଙ୍କର ଟଙ୍କା ପଇସା ମଦନ ପାଖରୁ ଝଡ଼େଇ ନିଏ ତା ପୁଅ। ବାପ ବି ଜାଣିନାହିଁ ତା ପୁଅ ଟ୍ରକ୍ ଭଳି ହର୍ନ ମାରୁଥିବା ଦାମୀ ମୋଟର ସାଇକେଲଟିଏ କିଣି ଦିନ ରାତି ଟହଲ ମାରୁଛି। ପୋଷାକ ବଦଳାଇବା ପରି ଥରକୁ ଥର ଗୋଟିଏ ଗୋଟିଏ ପରଦେଶୀ ରଙ୍ଗୀନ ପ୍ରଜାପତି ପରି ଦିଶୁଥିବା ଝିଅ ସାଥୀ ବଦଳ କରି ଚାଲିଛି। ବୁଢ଼ୀ ମରିଗଲା ଦିନଠୁ କେଉଁ କଲେଜର ସହକାରୀ ମ୍ୟାଡ଼ାମ୍ ବୋଲି ପରିଚୟ ଦେଇ ଜଣେ ଝିଅ ତା ସାଥିରେ ଅଧିକାଂଶ ବେଳେ ଘରକୁ ଆସୁଛି। କିଛି ଦିନ ବି ଘରେ ରହୁଛି। ଏ ବାବଦରେ ମା ପୁଅଙ୍କ ମଧ୍ୟରେ ଥରେ 2 ଥର ଝଗଡ଼ା ହେଲାଣି ଏଣୁ ତେଣୁ କଥାକୁ ନେଇ। କିନ୍ତୁ ପୁଅ କଡ଼ା ଭାଷାରେ ଶୁଣାଇ ଦେଲାଣି, ତୋ ସୀମା ଯେତିକି ସେତିକିରେ ରହ, ମୋ କଥାରେ ମୁଣ୍ଡ ପୁରାନି, ନହେଲେ ଦେଖିବୁ। ମୁଣ୍ଡ ପୁରାଇଲେ କ'ଣ ଦେଖାଇ ଦିଅନ୍ତା କେଜାଣି। ତଥାପି ମା ମନ ତ ଉପରେ ଉପରେ ସିନା ପୁଅର କାର୍ଯ୍ୟକଳାପରେ ଜଳୁଥାଏ, ଭିତରେ ବାତ୍ସଲ୍ୟ ପ୍ରେମରେ ମହମ ପରି ତରଳୁଥାଏ। ଦୂର ଏକ ଜାଗାକୁ ଯିବା ପାଇଁ ଉଦ୍ୟତ କାଶୀନାଥକୁ ମଦନ ପଚାରିଲା, ଆଉ ମୋ ପୁଅ କଥା କିଛି ଜାଣିଛୁ? ହଁ ଜାଣିଛି, ସେ ତ ଗୋଟେ କଲେଜରେ ଚାକିରି କରୁଛି ବୋଲି କହେ। ସେଇ କଲେଜର ଜଣେ ମ୍ୟାଡ଼ାମ୍ ବି ବେଳେବେଳେ ତୋ ଘରକୁ ଆସୁଥିବାର ମୁଁ ଦେଖିଛି। ଏତିକି କହିଦେଇ କାଶୀନାଥ ମଦନଠାରୁ ବିଦାୟ ନେଲା। ପୁଅ ତାର ଏତେ ବଡ଼ ଚାକିରି କଲାଣି, ଅଥଚ ସିଏ ଜାଣିପାରିନି।
ଏକଥାଟା ଯଦିଓ ମଦନର ମନକୁ ଆନ୍ଦୋଳିତ କରୁଥିଲା, ତଥାପି ନିଜ ଭାଗ୍ୟକୁ ଦୋଷ ଦେଇ ମନେ ମନେ ଅନ୍ୟ ସମସ୍ତଙ୍କୁ କ୍ଷମା କରି ଆଗକୁ ବଢ଼ାଇ ଚାଲିଥିଲା ତା'ର ଭାରାକ୍ରାନ୍ତ ପାଦ ଯୁଗଳ। ଘର ବାହୁଡ଼ା ପାଦ ଯୋଡ଼ିକ ଅଧିକ ଗତିଶୀଳ ହେବା କଥା, କିନ୍ତୁ ମନ ମରିଗଲେ ପାଦର ଗତି ବି ମରି ମରିଯାଏ। 1 ନମ୍ବର ପ୍ଲାଟଫର୍ମରେ ପହଞ୍ଚି ବେଶ କିଛି ବାଟ ଆଗକୁ ମାଡ଼ିଗଲାଣି ମଦନ। ଆଗରେ ଯାତ୍ରୀ ଗହଳି ନାହିଁ, କିନ୍ତୁ କୁହୁଡ଼ିର ବହଳତା ବେଶୀ ଅଛି। ସିମେଣ୍ଟ ବେଞ୍ଚଟାଏ 4-5 ହାତ ଦୂରରୁ ଅସ୍ପଷ୍ଟ ଦିଶୁଥାଏ। ଭାବିଲା ସେଠାରେ ଟିକେ ବସି ପଡ଼ିବ। ଗଣ୍ଠିଲିକୁ ମୁଣ୍ଡରୁ ଓହ୍ଲାଇ ବେଞ୍ଚ ପାଖରେ ନେଇ ଥୋଇ ଦେଉ ଦେଉ ଦେଖିଲା 2 ଜଣ ଯୁବକ ଯୁବତୀ ସେଠାରେ ପରସ୍ପର କୋଳାଗ୍ରତ ଅବସ୍ଥାରେ। ଘନ କୁହୁଡ଼ିର ଆସ୍ତର ସମ୍ଭବତଃ ସେମାନଙ୍କ ପାଇଁ ଆଣିଦେଇଛି ଦୃଢ଼ ଆଲିଙ୍ଗନରେ ଆବଦ୍ଧ ହେବାର ବାଞ୍ଛିତ ସୁଯୋଗ। ଉଚ୍ଛୃଙ୍ଖଳ କାମାତୁରଙ୍କ ପାଇଁ ଲୋକଲଜ୍ଜାର ଅନୁଭବ କାହୁଁ ବା ଆସିବ? ସେତେବେଳେ ସମ୍ଭବତଃ ସେ ଦୁହେଁ ନିଜ ବ୍ୟତୀତ ଆଉ କାହାର ଉପସ୍ଥିତି ବି ଜାଣିପାରୁନଥିଲେ। କିନ୍ତୁ ମଦନର ପେଜୁଆ ଆଖିକୁ କୁହୁଡ଼ି ଧୋକା ଦେଇ ପାରିଲା ନାହିଁ। ସେ ଦୁହିଁଙ୍କୁ ଦେଖିଦେଇ ହତବାକ୍ ହୋଇଗଲା ସେ। ମୁଗ୍ଧ ମଧୁପ ସାଜି ଯୁବତୀର ଅଧରାମୃତ ପାନରେ ମଜି ଯାଇଥିବା ଯୁବକ ଜଣ ଯେ ତା ଆଦରର ପୁତ୍ରମଣି। କେଡ଼େ ହିନିମାନିଆ କଥା! କ'ଣ କରିବ ସେ ଏବେ? କେଉଁଠି ଲୁଚାଇବ ନିଜକୁ? ଅନ୍ତତଃ ପୁଅଟା ଜାଣି ନ ପାରୁ ସେଠାରେ ତା ବାପ ଅଛି ବୋଲି। ଆଉ କି ଉପାୟ ବା କରାଯାଇପାରେ? ବେକରେ ଗୋଡ଼ାଇଥିବା 6 ହାତି ଗାମୁଛାଟିକୁ ମୁଣ୍ଡରୁ ଅଣ୍ଟା ଯାଏଁ ଢାଙ୍କି ହୋଇ ପ୍ଲାଟଫର୍ମ କଡ଼େ କଡ଼େ ଅନ୍ୟ ପାଖକୁ ମୁହଁ ବଲାଇ କ୍ଷିପ୍ର ଗତିରେ ସିଧା ଯାଇ ଷ୍ଟେସନ ଛାଡ଼ିବାକୁ ସିଗ୍ନାଲ ପାଇଥିବା ଏକ ଦୂରଗାମୀ ଏକ୍ସପ୍ରେସ୍ ଟ୍ରେନ୍ ଉପରକୁ ଚଢ଼ିଗଲା ମଦନା। ସେଇଦିନଠାରୁ ମଦନାକୁ ଗାଁରେ ଆଉ କେହି ଦେଖିନାହିଁ। ଶ୍ରୀକ୍ଷେତ୍ର ପୁରୀରୁ ତୀର୍ଥ କରି ଫେରିଥିବା କିଛି ଲୋକ କହନ୍ତି, ବଡ଼ଦାଣ୍ଡର ଶରଧାବାଲିରେ ମଦନା ପରି କେହି ଜଣେ ଭକ୍ତ ଏକା ଧ୍ୟାନରେ ନୀଳଚକ୍ରକୁ ମୁହଁ କରି ନୀରବରେ ବସିଛି। ଏକ ଲମ୍ବା ଗାମୁଛା ଦ୍ୱାରା ତା ମୁହଁଟି ଆବୃତ ହୋଇଛି।